ମୁଁ ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ ଦିଏ। ପୁଣି ଆପଣମାନଙ୍କୁ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନଙ୍କର ବହୁମୂଲ୍ୟ ସମୟ, ବିଶେଷ କରି ଏଇ ପ୍ରାତଃକାଳୀନ ସମୟ ଆମ ସମସ୍ତଙ୍କ ପାଇଁ ଅତି ବହୁମୂଲ୍ୟ ସମୟ ଅଟେ। ଆଉ ଆପଣମାନେ ସେଇ ସମୟ ଦଉଥିବାରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଏ। ଆଜିର ଅଧ୍ୟାୟରେ ଆମେ ଦେଖୁ ପାଉଲଙ୍କର ସେବା କାର୍ଯ୍ୟର ସମାଲୋଚନା ହଉଛି। ପ୍ରସଙ୍ଗ ରଖିଛି ମଣ୍ଡଳୀ ଦ୍ୱାରା ସମାଲୋଚନା। ମଣ୍ଡଳୀ ଦ୍ୱାରା ସମାଲୋଚନା। ଯେତେବେଳେ ଆପଣ କୌଣସି ଉତ୍ତମ କାର୍ଯ୍ୟ କରିବା ପାଇଁ ବାହାରିବେ, ସେଇ ସମୟରେ ଆପଣଙ୍କୁ ସମାଲୋଚନା କରିବା ଲୋକ ମଧ୍ୟ ରହିଥିବେ। ଆଉ ସେ ମଧ୍ୟ ବାହାର ଲୋକ ନୁହନ୍ତି। ଯେମାନେ କ୍ରିଟିକ୍ସ ଗୁଡାକ ବାହାରନ୍ତି ମଣ୍ଡଳୀ ମଧ୍ୟରେ, ସେମାନେ କ୍ରିଟିକାଲ ଲୋକ ଗୁଡାକ ଥାନ୍ତି। ଆଉ ଏଇଠି ଆମେ ଦେଖୁଛୁ ଯେ ଭ୍ରାନ୍ତ ଆଉ ଭୁଲ ଅଭିଯୋଗ ବିରୁଦ୍ଧରେ ପାଉଲଙ୍କର ପ୍ରତ୍ୟୁତ୍ତର ଏଇ ଅଧ୍ୟାୟରେ ଆପଣ ଦେଖିବେ। ମାନେ ଭ୍ରାନ୍ତ ଆଉ ଭୁଲ ଅଭିଯୋଗ, ଠିକ ଅଭିଯୋଗ ନୁହେଁ, ତାର ବିରୁଦ୍ଧରେ ପାଉଲଙ୍କର ପ୍ରତ୍ୟୁତ୍ତର। ଆପଣମାନଙ୍କୁ ମଧ୍ୟ ଅନେକ ସମାଲୋଚନା କରିବେ, ଆପଣମାନେ ମଧ୍ୟ ଅନେକ ସମାଲୋଚନାର ଶିକାର ହେବେ। ଆଉ ତାରି ମଧ୍ୟରେ ଆପଣ କିପରି ଉତ୍ତର ଦେବେ ଆପଣ ଏ ଅଧ୍ୟାୟରେ ଦେଖିପାରିବେ। ଆମେ ଯଦି ପଢିବା ପ୍ରଥମ ପଦଟି ପଢିବେ। ତୁମ୍ଭମାନଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ମଧ୍ୟରେ ନମ୍ର, କିନ୍ତୁ ଅସାକ୍ଷାତରେ ତୁମ୍ଭମାନଙ୍କ ପ୍ରତି ସାହସିକ ଯେ ମୁଁ ପାଉଲ, ମୁଁ ନିଜେ ଖ୍ରୀଷ୍ଟଙ୍କ ମୃଦୁ ଓ କୋମଳ ଭାବ ସ୍ମରଣ କରାଇ ତୁମମାନଙ୍କୁ ଅନୁରୋଧ କରେ। ପାଉଲ କଣ ବୋଲି କହୁଛନ୍ତି? ପାଉଲ ନିଜର ପକ୍ଷ ରଖୁଛନ୍ତି, ତାଙ୍କର ନମ୍ରତାର ପରିପ୍ରକାଶ ଦଉଛନ୍ତି। କଣ ବୋଲି କହୁଛନ୍ତି? ତୁମମାନଙ୍କ ସାକ୍ଷାତରେ ତୁମମାନଙ୍କ ମଧ୍ୟରେ ନମ୍ର, ଅସାକ୍ଷାତ ତୁମମାନଙ୍କ ପ୍ରତି ସାହସିକ ଯେ ମୁଁ। ଏମାନେ କଣ କହୁଛନ୍ତି? ତାର ସେ ପ୍ରତ୍ୟୁତ୍ତର ଦଉଛନ୍ତି। ଆଉ ତାପରେ ନିଜର ପକ୍ଷ ରଖିଲା ପରେ, ତାଙ୍କର ନମ୍ରତାର ପରିପ୍ରକାଶ ଦେଲା ପରେ, ସେ 2 ପଦରୁ 6 ପଦରେ କଣ କହୁଛନ୍ତି ଦେଖନ୍ତୁ। 2 ପଦରୁ 6 ପଦ। ହଁ, ମୁଁ ପ୍ରାର୍ଥନା କରୁଅଛି ଯେ ଆମ୍ଭେମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି, ଏପରି କାହାରି କାହାରି ବିରୁଦ୍ଧରେ ସାହସ ଦେଖାଇବା ନିମନ୍ତେ ମୁଁ ଯେଉଁ ସଂକଳ୍ପ କରିଅଛି, ଉପସ୍ଥିତ ହୋଇ ଯେପରି ମୋତେ ସେହି ପ୍ରକାର ସାହସ ଦେଖାଇବାକୁ ନ ହୁଏ। କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁନାହୁଁ। ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ଼ଗଡ଼ ଭୂମିସାତ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ କରୁ। ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆଉ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ। ଏଠି ଦେଖନ୍ତୁ ସେ ପାଉଲ କଣ କରନ୍ତି ନାଇଁ ସେ କହୁଛନ୍ତି ସେ, ଆଉ ପାଉଲ କଣ କହନ୍ତି। ଏ ଦିଟା ବିଷୟ ଆପଣ ଦେଖିବେ ଏଠି। ଆମେ 2 ପଦରୁ 3 ପଦରେ ପାଉଲ କଣ ବୋଲି କହୁଛନ୍ତି? ହଁ, ମୁଁ ପ୍ରାର୍ଥନା କରୁଛି ଯେ ଆମେ ମାନେ ଶାରୀରିକ ଭାବାନୁସାରେ ଆଚରଣ କରୁଅଛୁ ବୋଲି ଯେଉଁମାନେ ମନେ କରନ୍ତି। ଏମାନେ କୁହନ୍ତି ନାଇଁ ପାଉଲ ଖାଲି ଶିକ୍ଷା ଦିଅନ୍ତି, ସେ ଶାରୀରିକ ଲୋକ। ସେ ଗୁଡାଏ କଥା କହୁଛନ୍ତି, ଦାନ ବିଷୟରେ କହୁଛନ୍ତି, ସମସ୍ୟା ଗୁଡିକ ଡିଲିଂ କରୁଛନ୍ତି। ତ ଯେତେବେଳେ ଏଗୁଡାକ କରିବା ଲୋକମାନେ ଭ୍ରାନ୍ତ ଲୋକମାନଙ୍କୁ ବାଧି ଯାଉଛି, ସେମାନେ ପାଉଲଙ୍କ ବିରୁଦ୍ଧରେ କଥା କହିବାକୁ ଆରମ୍ଭ କରୁଛନ୍ତି। ବେଳେ ବେଳେ ଆମେ ସମାଲୋଚନାର ଭୟରେ ଆମେ ଅନେକ ବିଷୟ କରିନଥାଉ। ଲୋକମାନେ ଆମକୁ ସମାଲୋଚନା କରିବେ ବୋଲି ଆମେ ଗୁଡାଏ କଥା କରିନଥାଉ। ଆମ କଥାରେ ଅଛି କଣ, କାଦୁଅକୁ ଯିବ କାହିଁକି, ଗୋଡ ଧୋଇବ କାହିଁକି? କିନ୍ତୁ କାଦୁଅରେ ପଡିଥିବା ଲୋକକୁ କେମିତି ବାହାର କରିବେ ଆପଣ? ଯେତେବେଳେ ଆପଣ ଅନ୍ୟମାନଙ୍କୁ ପରିଷ୍କାର କରିବାକୁ ଯିବେ, ଆପଣଙ୍କ ଉପରେ ମଧ୍ୟ ଦାଗ ଆସିବ, ସମାଲୋଚନା ଆସିବ।
କାହାକୁ ସାହାଯ୍ୟ କରିବେ, କାହାକୁ ଉପକାର କରିବେ। ଆପଣ ଭଲ ମନରେ କଲେ ବି କହିବେ ବହୁତ ଦେଖେଇ ହଉଛି ପରା, ସେ ବହୁତ ଦାନୀ ବୋଲି ଦେଖାଇ ହଉଛି, ପ୍ରାର୍ଥନାଶୀଳ ବୋଲି ଦେଖାଇ ହଉଛି, ବହୁତ ଉପକାର କରେ ବୋଲି ଦେଖାଇ ହଉଛି। ଆମେ ଜାଣିଛୁ ତାକୁ। ପାଉଲ କଣ ବୋଲି କହୁଛନ୍ତି ଏଠି, ତୁମେ ମାନେ ଆମମାନଙ୍କୁ ଶାରୀରିକ ବୋଲି ଭାବୁଛ, କିନ୍ତୁ ଆମେ ଶାରୀରିକ ନୁହଁ। 3 ପଦରେ, କାରଣ ଆମେ ମାନେ ଶରୀରରେ ଥାଇ ଆଚରଣ କରୁଛୁ ସତ୍ୟ, କିନ୍ତୁ ଆମେ ଶାରୀରିକ ଭାବରେ ଯୁଦ୍ଧ କରୁନାହୁଁ। ଆମର ଯୁଦ୍ଧ ଶାରୀରିକ ଯୁଦ୍ଧ ନୁହେଁ। ତେଣୁ ତାପରେ ସେ କହୁଛନ୍ତି 4 ପଦରୁ ପାଉଲ କଣ ବୋଲି କହୁଛନ୍ତି, ଯେଣୁ ଆମମାନଙ୍କର ଯୁଦ୍ଧର ଅସ୍ତ୍ର ଶସ୍ତ୍ର ଶାରୀରିକ ନୁହେଁ। ଆମେ ଶାରୀରିକ ଅସ୍ତ୍ର ଶସ୍ତ୍ର ଯୁଦ୍ଧ କରୁନାହୁଁ, ମାତ୍ର ଦୃଢଗଡ଼ ଭୂମିସାତ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେ ସବୁ ଶକ୍ତିଯୁକ୍ତ ଅଟେ। ତୁମମାନଙ୍କୁ ଶାରୀରିକ ଭଳିଆ ଦେଖାଯାଉଛି। ପାଉଲ କହୁଛନ୍ତି ତୁମାନେ ଭାବୁଛ ଆମେ ଶାରୀରିକ ଅଟୁ, କିନ୍ତୁ ଆମମାନଙ୍କର ସେବା କାର୍ଯ୍ୟ ଶାରୀରିକ ସେବା କାର୍ଯ୍ୟ ନୁହେଁ, ଆତ୍ମିକ ସେବା କାର୍ଯ୍ୟ। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସେବା କାର୍ଯ୍ୟ କରୁ କରୁ ପାଉଲ ଏବେ ସମାଲୋଚନାର ଶିକାର ହେଇଯାଇଛି। ତାପରେ ଆମେ ଯଦି ପଢିବା 7 ପଦରୁ 11 ପଦ, 7ରୁ 11, ତୁମ୍ଭେମାନେ ବାହ୍ୟ ବିଷୟ ସବୁ ଦେଖୁଅଛ। ଯଦି କେହି ଆପଣଙ୍କୁ ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମ୍ଭେମାନେ ମଧ୍ୟ ଯେ ସେହିପରି ଖ୍ରୀଷ୍ଟଙ୍କର, ଏହା ସେ ପୁଣି ଆପେ ବିବେଚନା କରୁ। କାରଣ ଆମ୍ଭମାନଙ୍କ ଅଧିକାର ସମ୍ବନ୍ଧରେ ମୁଁ କିଛି ଅଧିକ ଦର୍ପ କଲେ ସୁଦ୍ଧା ଲଜ୍ଜା ପାଇବି ନାହିଁ। ତୁମମାନଙ୍କୁ ଭୂମିସାତ କରିବା ନିମନ୍ତେ ପ୍ରଭୁ ଆମ୍ଭମାନଙ୍କୁ ଏହି ଅଧିକାର ନ ଦେଇ ତୁମମାନଙ୍କର ଗଠନ ନିମନ୍ତେ ଦେଇଅଛନ୍ତି। ମୋହର ପତ୍ର ଗୁଡିକ ଦ୍ୱାରା ମୁଁ ତୁମମାନଙ୍କୁ ଭୟ ମାତ୍ର ଦେଖାଉଅଛି ବୋଲି ବୋଧ ନ ହେଉ, କାରଣ ସେମାନେ କହନ୍ତି ତାହାର ପତ୍ର ସବୁ ଗୁରୁଭାବପୂର୍ଣ୍ଣ ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାହାର ଶରୀର ଦୁର୍ବଳ ଓ ତାହାର ବାକ୍ୟ ତୁଚ୍ଛନୀୟ। ଆମ୍ଭେମାନେ ଅନୁପସ୍ଥିତ ଥିବା ସମୟରେ ପତ୍ର ଦ୍ୱାରା ବାକ୍ୟରେ ଯେପରି, ଉପସ୍ଥିତ ଥିବା ସମୟରେ କାର୍ଯ୍ୟରେ ମଧ୍ୟ ଯେ ସେହିପରି, ଏହା ଏହିପରି ଲୋକେ ବୁଝନ୍ତୁ। ସମସ୍ୟା କଣ ହେଇଛି ଦେଖନ୍ତୁ। ଏବେ ସେ କଣ କହୁଛନ୍ତି, ତୁମାନେ ବାହ୍ୟ ବିଷୟ ଦେଖୁଅଛ। ଯଦି କେହି ଖ୍ରୀଷ୍ଟଙ୍କର ବୋଲି ବିଶ୍ୱାସ କରେ, ତେବେ ସେ ଯେପରି ଖ୍ରୀଷ୍ଟଙ୍କର, ଆମେ ମାନେ ମଧ୍ୟ ସେପରି ଖ୍ରୀଷ୍ଟଙ୍କର। ଆଉ ସେ କହୁଛନ୍ତି ଆମମାନଙ୍କ ସେବା କାର୍ଯ୍ୟ ଗଠନ ନିମନ୍ତେ, ଭାଙ୍ଗିବା ପାଇଁ ନୁହେଁ, ଭାଙ୍ଗିବାର ସେବା କାର୍ଯ୍ୟ ନୁହେଁ, ଗଠନ କରିବାର ସେବା କାର୍ଯ୍ୟ। ତାପରେ କଣ କହୁଛନ୍ତି, ମୋର ପତ୍ର ଗୁଡିକ ଦ୍ୱାରା ମୁଁ ତୁମମାନଙ୍କୁ ଭୟ ମାତ୍ର ଦେଖାଉଅଛି ବୋଲି ବୋଧ ନ ହଉ। ସେ କଣ କହୁଛନ୍ତି, ପାଉଲ ଖାଲି ଚିଠିରେ ଆକା ଲେଖୁଛନ୍ତି, ବଡ ବଡ କଥା ଲେଖୁଛନ୍ତି, ଦେଖିଦେବି, କରିଦେବି, ତାଡିଦେବି, ଆସିଲେ ଅଙ୍କ ହବ, ଶଙ୍କ ହବ, ଖାଲି ଲେଖାରେ ଏକା ପାଉଲ ସେମିତି, କିନ୍ତୁ ବାସ୍ତବରେ କିଛି ନାହିଁ, ଫୁସ୍ କଥା ବହୁତ ବଡ ବଡ। ଏଇଟା ସେମାନେ କହିବା ଆରମ୍ଭ କଲେ। କାରଣ କଣ କହୁଛନ୍ତି, ମୋର ପତ୍ର ଗୁଡିକ ଦ୍ୱାରା ମୁଁ ତୁମମାନଙ୍କୁ ଭୟ ମାତ୍ର ଦେଖାଉଅଛି ବୋଲି ବୋଧ ନ ହଉ, କାରଣ ସେମାନେ କହନ୍ତି ତାର ପତ୍ର ସବୁ ଗୁରୁଭାର ପୂର୍ଣ୍ଣ, ମାନେ ପତ୍ରରେ ବହୁତ ବଡ ବଡ କଥା କହୁଛନ୍ତି ଓ ଶକ୍ତିଯୁକ୍ତ, ମାତ୍ର ସାକ୍ଷାତରେ ତାର ଶରୀର ଦୁର୍ବଳ ଓ ତାର ବାକ୍ୟ ତୁଚ୍ଛନୀୟ। ମାନେ ପାଉଲ ଦେଖିବା ପାଇଁ, ବାଇବଲ ପଣ୍ଡିତ ମାନେ କୁହନ୍ତି ଯେ ପାଉଲ ଦେଖିବା ପାଇଁ ଏତେ ସୁନ୍ଦର ନଥିଲେ। ମୁହଁଟା ଚେପା ଥିଲା, ନାକ ବି ଚେପା ଥିଲା, ତାପରେ ଗେଡା ମାନେ ପୁରା ବାଙ୍ଗର ଥିଲେ, ମୁଣ୍ଡରେ ଏତେ କେଶ ବି ନଥିଲା ବୋଲି କୁହନ୍ତି। ଆଉ କହିଲା ବେଳକୁ ଏତେ ଭଲ କହିପାରୁନଥିଲେ, କୁହାଳି ନଥିଲେ। এইটা ଲୋକମାନଙ୍କର ଆଜିକାଲି ଭଳିଆ ପ୍ରଚାରକ ଦେଖିଲେ କଣ ଥିବାର ଅଛି, ସୁଟ ବୁଟ ଥିବାର ଅଛି, ଟିକେ ଟିପଟପ୍ ଥିବାର ଅଛି, ଟିକେ ହ୍ୟାଣ୍ଡସମ୍ ଥିବାର ଅଛି, ତେବେ ସେ ବକ୍ତା ହବ। ମୁଁ ଅନେକଙ୍କୁ ଜାଣେ ଯୋଉମାନେ ଭଲ କଥା କହି ଜାଣନ୍ତି ନାହିଁ, କଥା କହି ପାରନ୍ତି ନାହିଁ, କିନ୍ତୁ ଏତେ ସୁନ୍ଦର ବାକ୍ୟ ଜ୍ଞାନ ସେମାନଙ୍କର, ମୁଁ ଆଶ୍ଚର୍ଯ୍ୟ ହୁଏ। ଯଦି ସେତିକି ବାକ୍ୟ ଜ୍ଞାନ ମତେ ଥାନ୍ତା, ମୁଁ ଆହୁରି କେତେ ବଢିଆ ପ୍ରଚାର, କିନ୍ତୁ ଦେଖିଲା ବେଳକୁ ସବୁ ସୁନ୍ଦର ଦେଖାଯାଆନ୍ତି ନାହିଁ, ଭଲ କହିପାରନ୍ତି ନାହିଁ। ତାଙ୍କ ଲେଖା ଗୁଡାକ ପଢିଲେ ଲାଗେ ମତେ ଏତେ ସୁନ୍ଦର ଲେଖନ୍ତି। ସେମାନଙ୍କ ଲେଖା ଦ୍ୱାରା ମୁଁ ଇନ୍ସପାୟାର ହେଇଯାଇଛି।
କିନ୍ତୁ ଦେଖିଲା ବେଳକୁ ସୁନ୍ଦର ନାହିଁ। ଏବେ ପାଉଲଙ୍କୁ କଣ ବୋଲି ସମାଲୋଚନା କରିବେ? ତାଙ୍କ ଚରିତ୍ର ବିଷୟରେ ତ କହିପାରିବେ ନାହିଁ, ତାଙ୍କର ଅନ୍ୟ ଭୁଲ ଭଟକା ତ ଦୁଷୁ ନାହିଁ। ଏବେ କଣ କହୁଛନ୍ତି? ନାଇଁ ନାଇଁ, ପାଉଲ ଶାରୀରିକ ଲୋକଟା, ସେ ଶାରୀରିକ ମନା ଲୋକ। କାରଣ ସେ ଗତ 2-3ଟା ଅଧ୍ୟାୟରେ ସେ କଣ କହୁଛନ୍ତି? ଦାନ ବିଷୟରେ କହୁଛନ୍ତି। ଦାନ ବିଷୟ କହିଲେ ଭାବିବେ ଆର ଲୋଭ ପଳେଇ ଆସିଲା ପରା ବୋଲିଲା ଭଳି। ସେଇଟା ସେ କହୁନାହାନ୍ତି। ସେ ସାଧୁମାନଙ୍କ ଆବଶ୍ୟକତା ବିଷୟରେ କହୁଛନ୍ତି। ତାପରେ ଏଇଠି ଆମେ ଦେଖୁଛୁ ସେମାନେ କହୁଛନ୍ତି କଣ ବୋଲିକି, ପାଉଲ ଖାଲି ଲୋକ ଦେଖାଣିଆ ଭଳିଆ କଥା ହଉଛନ୍ତି, କିନ୍ତୁ ବାସ୍ତବରେ ସେମିତି ନୁହନ୍ତି। ଆଉ ତାର ପତ୍ର ସବୁ ବହୁତ ଟାଣ ଟାଣ ଥାଏ, ଟାଣ ଟାଣ କଥା କୁହନ୍ତି, ଟାଣ ଟାଣ କଥା ଲେଖନ୍ତି। ସେ ଦୁର୍ବଳ ଆଉ ସାକ୍ଷାତରେ ମଧ୍ୟ ତୁଚ୍ଛନୀୟ, ଦେଖିଲା ବେଳକୁ ଏତେ ଭଲ ବି ଦେଖା ଯାଆନ୍ତି ନାଇଁ। ବେଳେ ବେଳେ ଆମେ ଲୋକମାନଙ୍କୁ କଣ, ସେମାନଙ୍କ ଶାରୀରିକ ଅବସ୍ଥା ଦେଖି ତୁଚ୍ଛ କରିବୁ। ଆମର ମଣ୍ଡଳୀକୁ ଯଦି ପ୍ରଚାରକ ଯଦି ଦୁର୍ବଳିଆ ଡ୍ରେସ ପିନ୍ଧି ଆସିଲା, ଆଗରୁ ହିଁ ଆମେ ତାକୁ କଣ କରିବୁ? ରିଜେକ୍ଟ କରିଦେବୁ। ବାକ୍ୟ ଶୁଣିବା ପୂର୍ବରୁ ଯା ଆମ ଏଇଟା କଣ ପ୍ରଚାରକ, ଏଇଟା କଣ କଣ ଡ୍ରେସ ପିନ୍ଧେ, ଦେଖିବାକୁ ବି ଭଲ ଦେଖାଯାଉନି। ଆମେ ଭାବୁଛୁ ଯେ ଦେଖିବାକୁ ଭଲ ଦିଶିବ, ସେ ବଢିଆ କହିବ ବୋଲି। ଥରେ ଗୋଟେ ବାଇବଲ ସ୍କୁଲରେ ଗୋଟେ କ୍ଲାସ ନେବା ପାଇଁ ଯାଇଥିଲେ। ଏଫଏମପିବି ର ଜେନେରାଲ ସେକ୍ରେଟାରୀ ଥାନ୍ତି ସେ ସମୟରେ ପେଟ୍ରିକ ଜୋସୁଆ। ଜଣେ ପେଟ୍ରିକ ଜୋସୁଆଙ୍କୁ ଦେଖିଥିବେ, ସେମାନେ ଜାଣିଥିବେ ସେ ବହୁତ ସିମ୍ପଲ, ସାଧାରଣ ସମ୍ପାଦକ, କିନ୍ତୁ ସାଧାରଣ। ସେ ବହୁତ ସରଳ ଜୀବନ। ଗୋଟେ ସ୍ଲିପର ପିନ୍ଧିଥାନ୍ତି, ଗୋଟେ ଚଟି ପିନ୍ଧିଥାନ୍ତି, ଗୋଟେ ହାଫ ସାର୍ଟ ପିନ୍ଧିଥାନ୍ତି, ଆଉ କମ ଦାମରେ ପିନ୍ଧିଥାନ୍ତି, ଆଉ ଦେଖିବା ପାଇଁ ମଧ୍ୟ ବହୁତ ସିମ୍ପଲ। ସେଇଦିନ ସେ ବାଇବେଲ ସ୍କୁଲରେ ଗୋଟେ ବାଇବେଲ କଲେଜରେ ଗୋଟେ କ୍ଲାସ ନେବା ପାଇଁ ଯାଉଥିଲେ। ଆଉ ଯିବା ସମୟରେ ସମସ୍ତେ ଅପେକ୍ଷା କରିଛନ୍ତି ଯେ ଏଫଏମପିବି ମାନେ ବହୁତ ବଡ ସଂସ୍ଥା, ଏଫଏମପିବି ର ଜେନେରାଲ ସେକ୍ରେଟାରୀ ଆସିବେ। ତ ଗେଟ୍ ପାଖରେ ଜଗିଛନ୍ତି। ୟା ଭିତରେ ସେ ଗୋଟେ ଅଟୋରେ ଚଢିକି ପଳେଇ ଆସିଛନ୍ତି, ଆସିକି କ୍ଲାସ ରୁମରେ ବସିଛନ୍ତି। ଚାଲିଛି, ଏତେ ବଡ ସଂସ୍ଥାର ଡାଇରେକ୍ଟର ସେ ଆସିବେ ବୋଲି କହୁଥିଲେ, ଏବେ ଯାଏ ଆସିନାହାନ୍ତି। ତାପରେ ସମାନ ସମୟରେ ସେ ଯାଇ କ୍ଲାସରେ ଆଟେଣ୍ଡ କଲେ। ଆଉ ସେ ଯୋଉ ବିଷୟ ଶିକ୍ଷା ଦଉଥିଲେ, ଲାଇଫ ଅଫ ସିମ୍ପଲିସିଟି, ମାନେ ପ୍ରଭୁଙ୍କର ସେବକ କେମିତି ଗୋଟେ ସିମ୍ପଲ ଲାଇଫ କାଟିବା କଥା, ସେଇଟା ସେଦିନ ଲୋକମାନଙ୍କ ହୃଦୟରେ କଥା ହେଇଥିଲା। ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ମଧ୍ୟ ଯୋଉ ପ୍ରଚାରକ ମାନେ ଧୋତି ପିନ୍ଧି ଆସନ୍ତି, ଗରିବ ଅବସ୍ଥାରେ ଥାନ୍ତି, ସାଧାରଣ ପୋଷାକ ପିନ୍ଧିଥାନ୍ତି, ଗରିବ ସମ୍ପ୍ରଦାୟରେ ଆସିଥାନ୍ତି, ପାଠ କମ ପଢିଥାନ୍ତି, ଆମେ ସେମାନଙ୍କୁ ଏକାଥରକେ ନାକଚ କରିଦେବା ନାଇଁ, ସେ ଚଳିବ ନାହିଁ। ଶୁଣିକି ଦେଖ ସେ କଣ କହୁଛି। କେତେବେଳେ ଲେଖାରେ ବହୁତ ସୁନ୍ଦର ଲେଖନ୍ତି, ଆଉ କେତେବେଳେ କହିଲେ ଭଲ କୁହନ୍ତି। ଆପଣମାନଙ୍କୁ ମୁଁ କହିବା ପାଇଁ ଚାହେଁ, ଆମେ ପ୍ରଭୁଙ୍କ ଦାସ ମାନଙ୍କୁ ସମାଲୋଚନା କରିବା ପୂର୍ବରୁ ଆଲୋଚନାରୁ ସମାଲୋଚନା ହୁଏ। ପ୍ରଥମରୁ ଆଲୋଚନା ହୁଏ, ତାପରେ ସମାଲୋଚନା ହୁଏ। ଏଠି ଏମାନେ କଣ କରୁଛନ୍ତି? ତାଙ୍କୁ ସମାଲୋଚନା କରିବା ପାଇଁ ଆରମ୍ଭ କରୁଛନ୍ତି। ତାପରେ ଆମେ ପଢିବା, ଯଦି ଆଗକୁ ଟିକେ ଦେଖିବା, 12 ପଦ 13 ପଦ ଟିକେ ଦେଖିବା। କାରଣ ଯେଉଁମାନେ ଆତ୍ମପ୍ରଶଂସା କରନ୍ତି, ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ଆପଣାକୁ ଗଣନା ବା ତୁଳନା କରିବାକୁ ଆମ୍ଭେମାନେ ସାହସ କରୁନାହୁଁ। କିନ୍ତୁ ସେମାନେ ନିଜେ ନିଜେ ଆପଣାମାନଙ୍କ ଦ୍ୱାରା ଆପଣାର ପରିମାଣ ଓ ଆପଣା ସହିତ ଆପଣାର ତୁଳନା କରି ନିର୍ଭୋଧତା ପ୍ରକାଶ କରନ୍ତି। କିନ୍ତୁ ଆମ୍ଭେମାନେ ସୀମା ଲଙ୍ଘନ କରି ଦର୍ପ କରିବୁ ନାହିଁ। ମାତ୍ର ତୁମ୍ଭେମାନେ ମଧ୍ୟ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ହେବା ପାଇଁ ଈଶ୍ୱର ଆମ୍ଭମାନଙ୍କ ନିମନ୍ତେ ପରିମାଣ ସ୍ୱରୂପେ ଯେଉଁ ସୀମା ନିରୂପଣ କରିଅଛନ୍ତି, ସେଥିର ପରିମାଣ ଅନୁସାରେ ଦର୍ପ କରିବୁ। ସେ କଣ କହୁଛନ୍ତି? ଯେଉଁମାନେ ଆତ୍ମ ପ୍ରଶଂସା କରନ୍ତି, ତାଙ୍କୁ ପ୍ରଶଂସା କରିବା ପାଇଁ କେହି ନଥାନ୍ତି, ନିଜ ମୁଖରେ ନିଜର ପ୍ରଶଂସା। ତ ଏମିତିକା ଲୋକମାନେ ଏବେ କଣ କରୁଛନ୍ତି? ପାଉଲଙ୍କର ସେବା କାର୍ଯ୍ୟକୁ ସମାଲୋଚନା କରୁଛନ୍ତି, ଆଉ ମଣ୍ଡଳୀ ଦ୍ଵାରା ସମାଲୋଚିତ ହୁଅନ୍ତି। ଯେତେବେଳେ ଆମେ ସେବା କାର୍ଯ୍ୟ କରୁ ଆଉ ଲୋକେ ଆମର ସମାଲୋଚନା କରନ୍ତି, କେମିତି ଲାଗେ? ସେତେବେଳେ ମୁଁ ବି ଶୁଣେ ସମାଲୋଚନା ବିଷୟରେ। ଯେତେବେଳେ ଲୋକମାନେ ଆମ ବିରୁଦ୍ଧରେ ଇଆଡେ ସିଆଡେ କୁହନ୍ତି, ମୁଁ ବି ଶୁଣେ।
ଟିକେ କଷ୍ଟ ଲାଗେ। ଆରେ ଏମାନଙ୍କର ତ ଆମେ ସେବା କରୁଛୁ, ଏମାନଙ୍କ ତ ଯତ୍ନ ନଉଛୁ, ଏମାନଙ୍କୁ ଏତେ ଭଲ ପାଉଛୁ, ଏମାନଙ୍କର ଭଲ ପାଇଁ କହୁଛୁ, କିନ୍ତୁ ପଛରେ ଏମାନେ ଏମିତି କଥା କେମିତି ହଉଛନ୍ତି? ସେମାନେ ସମାଲୋଚନା କରୁଛନ୍ତି ବୋଲି ଆମେ ତ ସମାଲୋଚନା କରିପାରିବାନି। କଣ ଲେଖାଯାଉଛି? ଯୋଉମାନେ ଆତ୍ମ ପ୍ରଶଂସା କରନ୍ତି ସେମାନଙ୍କ ମଧ୍ୟରୁ କାହାରି କାହାରି ସାଙ୍ଗରେ ଆପଣା ଆପଣାକୁ ବର୍ଣ୍ଣନା ବା ତୁଳନା କରିବାକୁ ଆମମାନେ ସାହସ ନବୁ। ଏମାନେ କଣ କରିଛନ୍ତି? ଏମାନେ ସୀମା ଲଙ୍ଘନ କରିଛନ୍ତି, ସୀମା ଲଙ୍ଘନ କରିଛନ୍ତି। ପ୍ରଭୁ ଅନୁଗ୍ରହ କରନ୍ତୁ, ଯୋଉ ସେବକ ମାନେ ଆମମାନଙ୍କ ମଧ୍ୟରେ ସେବା କାର୍ଯ୍ୟ କରନ୍ତି ସେମାନଙ୍କୁ ଆମେ ମର୍ଯ୍ୟାଦା ଦେବାକୁ ଶିଖିବା। ସାଧାରଣତଃ ଦେଖିବେ ମଣ୍ଡଳୀରେ ପାଳକଙ୍କ ଠାରୁ ବିଶ୍ୱାସୀ ମାନେ ଧନୀ ହିଁ ଥିବେ, ପାଳଙ୍କ ଠାରୁ ବିଶ୍ୱାସୀ ମାନେ ଶିକ୍ଷିତ ହିଁ ଥିବେ। ଅନେକ ମଣ୍ଡଳୀରେ, ସବୁ ମଣ୍ଡଳୀ ନୁହେଁ, ଅନେକ ମଣ୍ଡଳୀରେ। ଆଉ ସେଇ ଜାଗାରେ ଆମେ କି ପ୍ରକାର ବ୍ୟବହାର କରୁ, ତା ସବୁଠାରୁ ବଡ ବିଷୟ। ବର୍ତ୍ତମାନ ପଢିବା 14ରୁ 18 ପଦ। କାରଣ ତୁମ୍ଭେମାନେ ଆମ୍ଭମାନଙ୍କ ସୀମାର ଅନ୍ତର୍ଭୁକ୍ତ ନଥିଲା ପରି ଆମ୍ଭେମାନେ ଯେ ସୀମା ଲଙ୍ଘନ କରୁଅଛୁ ତାହା ନୁହେଁ। ଯେଣୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରୁ କରୁ ଆମ୍ଭେମାନେ ତୁମ୍ଭମାନଙ୍କ ପର୍ଯ୍ୟନ୍ତ ସୁଦ୍ଧା ପ୍ରଥମେ ଯାଇଥିଲୁ। ଆମ୍ଭେମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁନାହୁଁ, ମାତ୍ର ତୁମ୍ଭମାନଙ୍କ ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମ୍ଭମାନଙ୍କ ପରିମାଣ ଅନୁସାରେ ଆମ୍ଭମାନଙ୍କ କାର୍ଯ୍ୟ ତୁମମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକତର ବିସ୍ତାରିତ ହେବ, ପୁଣି ଆମ୍ଭେମାନେ ଅନ୍ୟର ସୀମା ମଧ୍ୟରେ ତାହାର କୃତ କର୍ମ ବିଷୟରେ ଦର୍ପ ନ କରି ତୁମ୍ଭମାନଙ୍କ ପରବର୍ତ୍ତୀ ଅଞ୍ଚଳ ମାନଙ୍କରେ ଯେପରି ସୁସମାଚାର ପ୍ରଚାର କରିପାରିବା ଏହା ଭରସା କରୁଅଛୁ। କିନ୍ତୁ ଯିଏ ଦର୍ପ କରେ ସେ ପ୍ରଭୁଙ୍କ ଠାରେ ଦର୍ପ କରୁ, କାରଣ ଯିଏ ନିଜର ପ୍ରଶଂସା କରେ ସେ ପରୀକ୍ଷା ସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ପରୀକ୍ଷା ସିଦ୍ଧ। ପାଉଲ ଏ ସମାଲୋଚନା ପରେ ତାର ସେ ସମାପ୍ତି କରୁଛନ୍ତି। ପାଉଲ ଇଚ୍ଛା ପ୍ରକାଶ କରୁଛନ୍ତି କଣ? ଅନ୍ୟମାନେ, ପାଉଲ ନିଜ ଇଚ୍ଛା କହୁଛନ୍ତି, ଆଉ ଅନ୍ୟମାନଙ୍କ ପାଇଁ ତାର ଇଚ୍ଛା କଣ ସେ କହୁଛନ୍ତି। ପାଉଲ ଏଠି କହୁଛନ୍ତି 15 ପଦରେ, ଆମେମାନେ ପରିମାଣ ଅତିକ୍ରମ କରି ଅନ୍ୟର ପରିଶ୍ରମ ବିଷୟରେ ଦର୍ପ କରୁନାହୁଁ, ମାତ୍ର ତୁମମାନଙ୍କର ବିଶ୍ୱାସର ବୃଦ୍ଧି ସଙ୍ଗେ ସଙ୍ଗେ ଆମମାନଙ୍କର ପରିମାଣ ଅନୁସାରେ ଆମମାନଙ୍କର କାର୍ଯ୍ୟ ତୁମମାନଙ୍କ ଦ୍ୱାରା ଯେପରି ଅଧିକରୁ ଅଧିକ ବିସ୍ତାରିତ ହୁଏ। ତାପରେ ସେ 16 ପଦରେ କହୁଛନ୍ତି, ଏସବୁକୁ ଅତିକ୍ରମ କରି ସୁସମାଚାର ପ୍ରଚାର କରିବା ପାଇଁ ଏହା ମୋର ଭରସା କରୁଅଛି। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନଙ୍କର ଯେତେବେଳେ ଲୋକମାନେ ସମାଲୋଚନା କରନ୍ତି ସେଇ ସମୟରେ ସେବା ବନ୍ଦ ନ ହୁଏ, ସେବା ବନ୍ଦ ନ ହଉ। ଯେତେବେଳେ ଆପଣଙ୍କ ଗୋଟିଏ ସ୍ଥାନର ସମାଲୋଚନା ହଉଛି ଆପଣ ସେବାକୁ ବନ୍ଦ କରନ୍ତୁନି। ଆପଣଙ୍କ ଯେତେବେଳେ ଲୋକମାନେ ଉପେକ୍ଷା କରୁଛନ୍ତି, ଆପଣଙ୍କ ବିଷୟରେ ଇଆଡୁ ସିଆଡୁ କଥା ହଉଛନ୍ତି, ସେଇ ସମୟରେ ଆପଣଙ୍କ ସେବା ବନ୍ଦ ନ ହଉ। ଗୋଟେ ଆତ୍ମା ଯାହା ପ୍ରଭୁଙ୍କ ଦାସ ମାନଙ୍କୁ ଅପମାନ କରିବା, ସେମାନଙ୍କୁ ହୀନ ଦେଖେଇବା, ସେମାନଙ୍କ ବିରୁଦ୍ଧରେ କହିବା, ଏଗୁଡାକ ଚାଲିଥାଏ। ତାରି ମଧ୍ୟରେ ଆପଣ କଣ ଦେଖନ୍ତୁ, ଆପଣ ଯଦି ଚର୍ଚ୍ଚରେ ୱର୍ସିପ କରୁଥିବେ, ୱର୍ସିପ କରୁ କରୁ ଯଦି ଗୋଟିଏ ଗୀତର ଟ୍ୟୁନ୍ ଫିଟିଗଲା, ସେ ୱର୍ସିପ କରୁଥିବା ମଧ୍ୟରେ ଲୋକ ହସି ଦିଅନ୍ତି। ତାମାନେ ସେ ୱର୍ସିପ କରୁନାହାନ୍ତି, ଆପଣଙ୍କୁ ଗଣନା କରୁଛନ୍ତି ଏ କେମିତି ୱର୍ସିପ କରୁଛି। ଆପଣ ବାକ୍ୟ କହୁ କହୁ ଯଦି ଗୋଟେ ରେଫରେନ୍ସ ଭୁଲ କହିଦେଲେ, ଲୋକ କହିବେ ଆଜ୍ଞା ଆପଣ ଗୋଟେ ରେଫରେନ୍ସ ଭୁଲ କଲେ, ସେ ତ 70ଟା ଠିକ କହିଲେନି। ଗୋଟେ ରେଫରେନ୍ସ ପଦ ପର୍ବ ଇଆଡେ ହେଇଗଲା, ମାଥ୍ୟୁଟା ମାର୍କରେ କହିଦେଲେ, ମାର୍କଟା ମାଥ୍ୟୁରେ କହିଦେଲେ। ହୁଏତ ବେଳେ ବେଳେ ଉଚ୍ଚାରଣ କରିବା ସମୟରେ କୋଉ ଶବ୍ଦଟା ଠିକରେ ଆସିନଥାଏ। ସାଧୁ ପାଉଲ ଏଠି କହୁଛନ୍ତି ଯେ ଏ ସମାଲୋଚନା ଘେରରେ ମୁଁ ନ ରହି ସୁସମାଚାର କାର୍ଯ୍ୟ ପାଇଁ ଆଗକୁ ବଢିବା ପାଇଁ ଚାହେଁ। ବେଳେ ବେଳେ ଲୋକମାନେ କରନ୍ତି, ଗୁଡେଇ ବିଷୟ ମୋର ସେବା କାର୍ଯ୍ୟରେ ମଧ୍ୟ ମୁଁ ଦେଖିଛି, ଅନେକ ସ୍ଥାନକୁ ଯାଇଛି, ସମାଲୋଚନା କରିଛନ୍ତି। ପ୍ରଥମରେ ନୂଆ ନୂଆ ଟିକେ କଷ୍ଟ ଲାଗୁଥିଲା, ଏବେ ଅଭ୍ୟାସ ହେଇଗଲାଣି। ବେଶୀ ସମାଲୋଚନା କଲେ ପାଣି ପିଇ ଦଉଛି ଯେମିତି ହଜମ ହେଇଯିବ, ପଳେଇ ଆସିବା କଥା, ଆଉ କିଛି ନାହିଁ।
କିଛି ନାହିଁ। ମଝିରେ ଗୋଟେ ଜାଗାରେ ଯାଇଥିଲି, ଇଆଡୁ ସିଆଡୁ ବେଶୀ କହିଲେ, ତାପରେ ଖାଇଲା ପରେ ମିଠା ଦେଇଥିଲେ, ଦିଟା ଖଣ୍ଡେ ମିଠା ଖାଇଦେଲି। ଜଣେ କହିଲେ ଆଜ୍ଞା ଏତେ ମିଠା କଣ ଖାଉଛନ୍ତି? ମୁଁ କହିଲି ଟିକେ ମନ ପିତା ହେଇଯାଇଛି ତ କି ମିଠା ଖାଇଦଉଛି ଆଉ। କହିବା ପାଇଁ ଚାହିଁ ଗୁଡାଏ ବିଷୟକୁ ଆପଣ ସରଳ ଭାବରେ ଯଦି ନେବେ ନାହିଁ, ଆପଣ ଆଗକୁ ବଢି ପାରିବେନି। ପାଉଲଙ୍କୁ ସେବା କାର୍ଯ୍ୟ ସାରିବାର ଅଛି, ଆଗକୁ ବଢିବାର ଅଛି। ଭଉଣୀ ମାନେ ଆପଣ ମାନଙ୍କୁ ମଧ୍ୟ ଘରେ ସମାଲୋଚନା କରନ୍ତି, ଗାଁରେ ସମାଲୋଚନା କରନ୍ତି, ଲୋକମାନେ ସମାଲୋଚନା କରନ୍ତି, ଆଉ ସେଇ ସମୟରେ ଆପଣ ଭାଙ୍ଗି ପଡନ୍ତୁ। ଆପଣ କରିଥିବା ଉତ୍ତମ କାର୍ଯ୍ୟ ସକାଶେ ମଧ୍ୟ ଲୋକମାନେ ସମାଲୋଚନା କରନ୍ତି, ଆଉ ଅନେକ ଲୋକ ବହୁତ ଆତ୍ମ ପ୍ରଶଂସା କରନ୍ତି, ନିଜ ମୁଖରେ ନିଜେ ସେ ପରୀକ୍ଷା କଣ କହୁଛନ୍ତି, କାରଣ ଯେ ନିଜର ପ୍ରଶଂସା କରେ ସେ ପରୀକ୍ଷା ସିଦ୍ଧ ନୁହେଁ। ଦେଖିବେ ଯଦି ଜଣେ ବ୍ୟକ୍ତି ନିଜର ପ୍ରଶଂସା କରୁଛନ୍ତି ସେ ପରୀକ୍ଷା ସିଦ୍ଧ ନୁହେଁ, ମାତ୍ର ପ୍ରଭୁ ଯାହାର ପ୍ରଶଂସା କରନ୍ତି ସେ ପରୀକ୍ଷା ସିଦ୍ଧ। ତେଣୁ ଆପଣ ଆଉ ମୁଁ ଆମେ ଯତ୍ନବାନ ହେବା ଆଗକୁ ଆମର ସେବା କାର୍ଯ୍ୟ ପ୍ରଭୁଙ୍କ ଦ୍ୱାରା ପ୍ରଶଂସିତ ହଉ, ଆମେ କରିଥିବା କୃତ କାର୍ଯ୍ୟ ପ୍ରଭୁଙ୍କ ଦ୍ୱାରା ପ୍ରଶଂସିତ ହଉ, ଆମେ କରିଥିବା ଉତ୍ତମ କାର୍ଯ୍ୟ ପ୍ରଭୁଙ୍କ ଦ୍ୱାରା ପ୍ରଶଂସିତ ହଉ। ଗୋଟେ ଦିନ ଆସୁଛି, ଗୋଟେ ଦିନ ଆସୁଛି। ପାଉଲ କଣ ବୋଲି କହୁଛନ୍ତି ତିମୋଥୀକୁ ଲେଖିବା ସମୟରେ, ତାଙ୍କର ଜୀବନର ଶେଷ ଆଡକୁ ସେ ଗୋଟେ କଥା ଲେଖୁଛନ୍ତି, ଦେଖନ୍ତୁ ଦ୍ୱିତୀୟ ତିମୋଥୀ ତାର 4 ପର୍ବ 6, 7, 8। ଦ୍ୱିତୀୟ ତିମୋଥୀ 4 ପର୍ବ 6 ପଦ 7 ପଦ 8 ପଦ। କାରଣ ଏବେ ହିଁ ମୋର ପ୍ରାଣ ଆହୁତି ପରି ଢଳା ଯାଉଅଛି, ମୋର ମହାପ୍ରୟାଣର ସମୟ ଉପସ୍ଥିତ। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ଅଦ୍ୟାବଧି ମୋ ନିମନ୍ତେ ଧାର୍ମିକତାର ମୁକୁଟ ରଖାଯାଇଅଛି, ତାହା ସେହି ମହାଦିନରେ ନ୍ୟାୟବାନ ବିଚାରକର୍ତ୍ତା ପ୍ରଭୁ ମୋତେ ଦେବେ। ପୁଣି କେବଳ ମୋତେ ନୁହେଁ, ମାତ୍ର ଯେତେ ଲୋକ ତାହାଙ୍କ ଆଗମନକୁ ପ୍ରିୟ ଜ୍ଞାନ କରନ୍ତି ସେ ସମସ୍ତଙ୍କୁ ଦେବେ। ଦେଖନ୍ତୁ ପାଉଲ କଣ କହୁଛନ୍ତି, ଏ ସବୁକୁ ଅତିକ୍ରମ କରି ମୁଁ କଣ କରିଛି, ମୋ ଦୌଡକୁ ଶେଷ କରିଅଛି। ଏପଟେ ସମାଲୋଚନା, କିନ୍ତୁ ସେ କହୁଛନ୍ତି କଣ, ମୋର ପ୍ରାଣ ଆହୁତି ପରି ଢଳା ଯାଉଅଛି, ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ଅଛି। ଏତେ କଥା ପାଉଲ ଏଠି କହୁଛନ୍ତି। ମୁଁ ଆପଣ ମାନଙ୍କୁ କାହିଁକି କଥା କହୁଛି ଯେ ଆପଣ ମାନଙ୍କ ଜୀବନରେ ମଧ୍ୟ ଆସିବ, କିନ୍ତୁ ଆପଣଙ୍କ ଦୌଡ଼ ସମାପ୍ତ କରିବାର ଅଛି। ତାই ଆପଣଙ୍କ ପାଇଁ ମୁକୁଟ ଥୁଆ ଯାଇଛି, ଆପଣଙ୍କ ପାଇଁ ଆଶୀର୍ବାଦ ଥୁଆ ଯାଇଛି। ଆପଣ ସେଇଟାକୁ ଲକ୍ଷ୍ୟ କରି ଯଦି ଆପଣ ସମାଲୋଚନାର ମାଇଲ ଖୁଣ୍ଟରେ ବସିଦେବେ, ଆପଣଙ୍କର ଯାତ୍ରା ସମାପ୍ତ ହେଇପାରିବନି। ବେଳେ ବେଳେ ଗୋଟେ ଗୋଟେ କଥା ଆମକୁ ଭାଙ୍ଗି ଦିଏ, ଭାଙ୍ଗେ ନା ନାହିଁ, ଗୋଟେ ଗୋଟେ କଥା ଆମକୁ ପୁରା ଭାଙ୍ଗି ଦିଏ, ଆମେ ନିରାଶ ହେଇଯାଉ। ପାଉଲ ସେ ସବୁ ଉପରେ ଜୟଲାଭ କରିଛନ୍ତି, କାରଣ ତାଙ୍କ ଉଦ୍ଦେଶ୍ୟ ଜାଣିଛନ୍ତି, ମୋର ସୁସମାଚାର ସେବା କାର୍ଯ୍ୟ ସମାପ୍ତ କରିବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ମାନଙ୍କ ଜୀବନରେ ମଧ୍ୟ ଆପଣ ମାନେ ଗୁଡେଇ ସମାଲୋଚନାର ଶିକାର ହେବେ। ମଣ୍ଡଳୀ ଦ୍ୱାରା, ମଣ୍ଡଳୀ ବାହାରୁ ଅନେକ ଲୋକ ସମାଲୋଚନା କରିବେ, ତାରି ମଧ୍ୟରେ ଆପଣଙ୍କୁ ଅତିକ୍ରମ କରି ଯିବାର ଅଛି। କାଲି ଗୋଟେ ପ୍ରଭୁଙ୍କ ଦାସ ସାକ୍ଷ୍ୟ ଦଉଥିଲେ, ସେ ସାକ୍ଷ୍ୟ ମୁଁ 3 ଦିନ ପ୍ରଚାର କରୁଛି, ସେ ବସିଛନ୍ତି କାନ୍ଦି କାନ୍ଦି ଶୁଣୁଛନ୍ତି, ସେ କାନ୍ଦୁଛନ୍ତି ଶୁଣୁଛନ୍ତି, ପ୍ରାର୍ଥନା ସମୟରେ କାନ୍ଦୁଛନ୍ତି। କାଲି ସାକ୍ଷ୍ୟ ଦେବା ସମୟରେ ସେ କହୁଛନ୍ତି, ଆଜ୍ଞା ଯାହା ଯାହା କହୁଥିଲେ ସେ ସବୁ ମୋ ଜୀବନରେ ଘଟିଛି, ଆଉ ଏଠୁ ମୁଁ ଜାଣିପାରୁଛି ଯେ ମୁଁ ବାଇବଲ ଅନୁସାରେ ସେବା କାର୍ଯ୍ୟ କରୁଛି। ଏପରି ମାଡ ମାରିଛନ୍ତି ଲୋକମାନେ ଯେ ଜୀବନରେ ବଞ୍ଚିବା ସୁଦ୍ଧା ମୋ ପାଇଁ କଷ୍ଟ କରୁଥିଲେ। ଦିନେ ମୁଁ ଭାବିଲି ମୁଁ ମରିଗଲି, ମରିଯିବି ବୋଲି, ଏବେ ପୁଣି ସେବା କରୁଛି। ପୁଣି କହୁଛନ୍ତି ଆଉ ସେବା ଯଦି କରିବୁ ତତେ ଗୁଳି କରି ମାରିଦେବୁ, ତତେ ପ୍ରାଣରେ ମାରିଦେବୁ। ତଥାପି ମୁଁ ଯିବା ପାଇଁ ସାହସ କରିଛି, ମୁଁ ସେ ସ୍ଥାନ ମାନଙ୍କୁ ଯାଇ ସେବା କାର୍ଯ୍ୟ କରିବି। ମାନେ ତାଡନା ଅଛି, ସମାଲୋଚନା ଅଛି। କିଛି ଲୋକ ଆରାମରେ ବସି ସେବା କରୁଛନ୍ତି, ସେମାନଙ୍କ ପରେ ସେ ବି ହେଇପାରେ, କିନ୍ତୁ ସେଇଟା ନୁହେଁ। ତାର ସେ କଣ କରୁଛି, ସବୁ ଅତିକ୍ରମ করে। ପ୍ରିୟ ଭାଇ ଭଉଣୀ ମାନେ, ଆପଣ ସମାଲୋଚନାର ଶିକାର ହେଇ ଯଦି ଭାଙ୍ଗି ପଡିଛନ୍ତି, ଆଜି ପାଉଲ ଆମକୁ କହିବା ପାଇଁ ଚାହାନ୍ତି,
समालोचना को अतिक्रम करी आमर सेवा कार्य को समाप्त कर भौणी मैंने आपण मानकु अनेक समालोचना शिकार होगा पड़े भाई मैंने आपण मान हेबा पड़े माँ मैंने आपण मान शिकार होगा पड़े से समय आप कौन करवा अच्छी पाउलଙ୍କ विषय कहते यार लेखा आका बेसी किंतु देखिला बेल को भल सुंदर देखा जीवन आर कथबार्ता मत स्पष्ट बारी हेब नहीं पाउल कहते ये सब मो खातिर करे ना मु मोर सेवा कार्य समाप्त करिवार अछि मु किछि दर्प करे ना मु प्रभुଙ୍କର प्रशंसार अपेक्षा कर जो प्रभु मते प्रशंसा करिवे मते सम्मानित करिवे मते मुकुट देबे सेटा को लक्ष्य करी मोर दौड़ को मु शेष करी आसु आमाने मध्य समस्त प्रकार चाप को अतिक्रम कर आगु को बढ़ी आमे गोटे कहानीटा सुनु जे गोटे गधटा थाए से गध अकामी हैला बोल ताकू कुआरे पकई देबे आकू कुआरे पकई देबा आ प्रतिदिन कौन कले ताकू पतिबा पाई किछि किछि मैला पकाउथिले हैला से गध ऊपर किछि किछि मैला पकाउथिले से गध कौन करे जेते ता ऊपर मैला पका जाए ताकू झाड़ी झुड़ी कर से मैला ऊपर ठिया ही जाए से मैला ऊपर ठिया ही जाए एमती ताकू मैला पकाओ 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 कौन असना विषय पकाओ पकाओ गोटे दिन है से कुआटा पूरा असना रे भर्ती गला मैला रे भर्ती गला तापर से कौन ला कुआरू बाहरी पड़ला ताकू पतिबा पे पकाई चंती किंतु से मैला असना ऊपर ठिया है से कौन बाहरी आसिल आपण को लोक मान जतले इटा फोपाडु चंती आपण सान कर फोपाडंतु ने गाड़ी की जमा करंतु सीमेंट वाली हेले आपण कांथ बनाई देबे कहवा पाई चाहे जो लोक मैंने आपन को इटा फोपाड़ुंट मारिबा पाई फोपाड़ुंट आप कौन करेंगे ओल्टा से गुड़ा फोपाड़े नहीं ताको रखिबे जमा कर रखिबे जो आप बाली और सीमेंट हो सुंदर कांथ टे बनाई से आपनकर एनर्जी को आप वेस्ट करंतु नहीं आपन दी तो रिसोर्सेस को आप वेस्ट करंतु नहीं आपन ए प्रकार न कर से प्रकार करंतु किंतु सेवाटा बढ़ी चलीबार अछि सेवाटा बंद न हो बेले बेले भौणी मैंने आपण मान जानी लोक मैंने आपण मान एमती समालोचना करती से दिन रांधिबा पे इच्छा लागबनी किंतु आपण कौन करेंगे पुणी बेडरूम को जीवे मुंह पंधेबे टिके पाउडर लगाइबे टिके जदि मन भल लागुने सेंट टिके मारिबे तापर पुणी किचन को जीवे भल कर रोसई करन आउ से समालोचना खजम करन आपण को आगो को आहुरी केते समस्या सामना करबा पे पड़ी केते समालोचना सुनिबा पे पड़ी आपण मान को कहबा पाई चाहे आमाने विचलित न हो पाउल आज सिखाती समालोचना को से खाली टिके जवाब दउचंती से आलो तो से चिंता करना मोर माइंड सेटा न जते बेले आम देश को जो सेवक जड़े आसी विलियम कैरी तांकू कहले से जे तो मची थिले तांकू कहले माइंड योर बिजनेस से प्रचार करछंती तो से बोले कहले तू मचीटा मची बलिया था माइंड योर बिजनेस से कहले सर मोर बिजनेस का मो माइंड करूची मु कोन ए सोल बनेवा लोक नुहो मु सोल रो जत्न नेवा लोक कहबा पाई चाहे आपण प्रत्येक समालोचना को मृदु भाव रे पाउल मृदु भाव रे कथा होची मृदु भाव रे कथा होंतु आ ताको अतिक्रम कर आगु को जान चकी बंद करबा प्रार्थना करबा समस्त अल्प समय आपण अपना जीवन को प्रभु दस्तर पुणी रखिबा म आपण मान कहबा पाई चाहे आपण मान को जीवन में अनेक समालोचना आसीबो परिवार रो आसीबो मंडली रो आसीबो समाज रो आसीबो आपण जीवन को जानती नहीं से भी समालोचना करेंगे प्रिय प्रभु का दास माने आपण माने मध्य समालोचना शिकार हेबे भौणी माने युवा माने युवती माने आपण मान को अनेक समालोचना शिकार होबा पई पड़िबो आपण को पछरे लोक माने गुडी कथा कहबे पाउल को कान को पढ़िला से कहउचंती मोर से विषय मोर कोनोसी जवाब देबार नाही किंतु मोर सेवा समाप्त होबार अछि आपणकर सेवा कार्य आपणकर जीवन प्रति कार्य प्रभु को द्वारा प्रकाश प्रशंसित होगा पाए आपण अपेक्षा करंतु आपण को दौड़ को शेष करंतु माइल खुंटर बसिकी आपण कांदंतु नहीं माइल खुंटर बसी आप निराश है आपण को दौड़ को समाप्त करंतु नहीं
कौन सी प्रकार आपण सेवा कार्य समाप्त करवा अछि प्रभु आपण जो आत्मिक दान देइछंती से दान को आपण पूरा करवा अछि पाउल समालोचना को डरू नांती पाउल तो प्रहारित होइछु आमे आसंता अध्याय रे देखिबा परवर्ती अध्याय रे आमे देखिबा पाउल किपरि कष्ट सहिछु किपरि ताड़ना सहिछंती समालोचना भांगी दिए भाई भौणी माने पर चर्चा आम लोक मान चर्चा करते आम भांगी पड़ू कि आज कहवाई चाहे साहस बांधतु प्रभु जीशु समालोचित होते कारण विभिन्न कथा कहुई आपण टिके समालोचना भांगी पड़े केमती हम आपण को दौड़ को पूरा करने आग को बढ़ बेले बेले बाहर लोक नुहति घर लोक भी समालोचना करते प्रार्थना करने चाहे जो मैंने यूट्यूब रे जूम रे रही प्रार्थना करने चाहे दिन मान भांगी पड़ी आपण भितर भांगी पड़ी लोक मैंने आपण को गुड़े कथा कहती साक्षात गोटे प्रकार कथा कहती असाक्षात गोटे प्रकार कथा पिता परमेश्वर मु प्रार्थना करुच्ची प्रभु गोटे सेवकर जीवन रे गोटे विश्वासी जीवन रे समालोचना गोटे साधारण विषय अटे प्रभु यह बुझा साहाय्य कर प्रभु आम को निरुत्साहित करी आम को भांगी देवाई आम स्वप्न आम दर्शन रु आम को दूरे नेबाई शैतान अनेक कार्य कर प्रभु ता बुझा साहाय्य कर प्रभु जो आम निज लोक मैंने आम को समालोचना करती आम को बचस्ता करती आम विद्रोह करती आम विरुद्ध में गुड़े कथा कही बुलती से समय प्रभु आम जपरी भांगी न पड़ू पाउल को तुल्य आम कहीपर मोर सेवा कार्य को समाप्त करने चाहे प्रत्येक प्रतिबाधा को एड़े प्रभु आग को जपरी जापर अनुग्रह पिता परमेश्वर मुझे आपन को धन्यवाद दूची धन्यवाद दूची धन्यवाद दूची आपण मान को दिन प्रतिदिन प्रभु परिवर्तन करुछंती आपण को पुत्र जीशु को रूप ज्योति रे परिवर्तन करुछंती धन्यवाद दिए प्रभु आज मोर भाई भौणी माने जो माने समालोचना शिकार सेठू बाहरी प्रभु समान सेवा को पुणी थरे समाप्त करने साहाय्य कर समस्त प्रतिकूल परिस्थिति मध्य आग को बढ़ापी अनुग्रह कर प्रभु मु आपण दास भाव में प्रार्थना करे प्रभु आम को शिखाओ प्रभु जे माने प्रत्येक आम दौड़ को उत्तम भाव में समाप्त कर प्रत्येक सहित परमेश्वर को प्रार्थना शुणी धन्यवाद दूची ये दिन मान जो मैंने विभिन्न रोगर शिकार होती कष्टर शिकार होती प्रभु अनेक प्रकार समस्या मध्य गति कर प्रत्येक को दया कर प्रभु आपण तो आम प्रत्येक व्यक्तिगत परमेश्वर अटंती प्रभु आपण आम प्रतिपालक अटंती आपण आम तत्वावधानकारी परमेश्वर अटंती प्रभु आपण हस्त आम प्रत्येक निजे निजे समर्पित होचु आज दिनर एवं परवर्ती दिन गुड़िकर आप सहित परमेश्वर प्रभु कौन सी समालोचना कौन सी बचसा आम को प्रभु निरुत्साहित करी आमर आग को बढ़िया बंद न करू प्रत्येक को आप हस्त रखी प्रार्थना मोर प्राणर प्रिय यीशु नाम रे मांगिली आमीन।